ନାଟ୍ୟକାର ମନୋରଞ୍ଜନ କୃତି ଓ କୀର୍ତ୍ତି। 50 ଦଶକ ବେଳକୁ କାଳୀଚରଣଙ୍କ ନାଟ୍ୟଧାରା ପ୍ରତି ମଞ୍ଚପ୍ରେମୀ ଦର୍ଶକ ଗୋଷ୍ଠୀର ଅସନ୍ତୋଷ ଦାନା ବାନ୍ଧି ସାରିଥିଲା। ଚଳଚ୍ଚିତ୍ରର ମାୟା ଏଡ଼ାଇ ତଥାପି ଯେଉଁ ଦର୍ଶକମାନେ ଥିଏଟର ହଲ୍ ପାଖରେ ପହଞ୍ଚି ଯାଉଥିଲେ, ସେମାନଙ୍କୁ ଦେବା ପାଇଁ ମଞ୍ଚର କିଛି ନଥିଲା। ଦର୍ଶକ ଗୋଷ୍ଠୀ ଚିରକାଳ ଅଭିନବତାର ପକ୍ଷପାତୀ। ପଡ଼ୋଶୀ ପ୍ରଦେଶରେ ଏତେବେଳକୁ ଆଲୋକ ଓ ଶବ୍ଦ ପ୍ରୟୋଗ କୌଶଳ ସାହାଯ୍ୟରେ ଦର୍ଶକମାନଙ୍କୁ ନୂଆ ଅଭିଜ୍ଞତା ଦିଆଯିବାର ବ୍ୟବସ୍ଥା କରାଗଲାଣି। ଓଡ଼ିଶା ଥିଏଟର ସେଇ ମାତ୍ରା ବନ୍ଦ ହୋଇଯାଇଥାଏ। ରୂପଭାରତୀ ଥିଏଟର୍ସର ପ୍ରସ୍ତୁତି ଚାଲିଥାଏ। ରଙ୍ଗମଞ୍ଚ କହିଲେ ପୁରୀ ଓ କଟକର ଅନ୍ନପୂର୍ଣ୍ଣାର ଦୁଇ ଶାଖା। ନାଟ୍ୟକାରମାନେ ମଧ୍ୟ ପରିଚିତ। କାଳୀଚରଣ ଆଉ ଅଶ୍ୱିନୀ କୁମାର ପ୍ରାୟ ନୀରବ। ରାମଚନ୍ଦ୍ର ମିଶ୍ର, ଭଞ୍ଜକିଶୋର ପଟ୍ଟନାୟକ ଓ ଗୋପାଳ ଛଟରାୟ ଏମାନଙ୍କ ଲୋକପ୍ରିୟତାରେ ଭଟ୍ଟା ପଡ଼ିଥାଏ ତାହା ନୁହେଁ, ତେବେ ଯେଉଁମାନେ ଶିକ୍ଷିତ, ବିଶେଷ କରି ଇଂରାଜୀ ସାହିତ୍ୟ ଓ ସଂସ୍କୃତି ପ୍ରତି ଯେଉଁମାନଙ୍କର ଆନୁଗତ୍ୟ ଟିକେ ବେଶୀ, ସେମାନେ ଆଉ ଏ ଫର୍ମୁଲା ନାଟକ ପ୍ରତି ଶ୍ରଦ୍ଧାଶୀଳ ହେଉନଥାନ୍ତି। ଏମିତିରେ ଦେଖିବାକୁ ଗଲେ ନାଟକ କେବେ ବି ଏମାନଙ୍କ ଅନୁକମ୍ପା ଲାଭ କରିନାହିଁ। ତେବେ ପଞ୍ଚମ ଦଶକ ଠାରୁ ଏମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଏମାନେ ଯେହେତୁ ଜାତୀୟ ସଂସ୍କୃତି ଓ ସାହିତ୍ୟର କର୍ଣ୍ଣଧାର ହୋଇ ବସିଥିଲେ, ଏମାନଙ୍କୁ ଉପେକ୍ଷା ମଧ୍ୟ କରାଯାଇ ପାରୁନଥିଲା। ଦ୍ୱିତୀୟତଃ, ସ୍ୱାଧୀନତା ପରେ ଏ ଦେଶର ଯଥାର୍ଥ ପାଶ୍ଚାତ୍ୟାୟନ ଘଟିବାରୁ ଜୀବନଧାରା ମଧ୍ୟ ଦର୍ଶନୀୟ ପରିବର୍ତ୍ତନ ଘଟି ଯାଉଥିଲା। ଜନରୁଚିର ବିପୁଳ ରୂପବନ୍ଧନ ପୁରୁଣା ପରମ୍ପରାକୁ ନେଇ ଆଉ ସନ୍ତୁଷ୍ଟ ରହିବା ନିମନ୍ତେ ପ୍ରସ୍ତୁତ ହେଲା ନାହିଁ। ବିଦେଶ ସହ ସହଜସାଧ୍ୟ ଯୋଗାଯୋଗ ପ୍ରତିଷ୍ଠା ହୋଇଯିବା, ସେ ଦେଶର ଶାସନ ନୀତି, ଯୋଜନା, ପ୍ରଗତିର ସାଧନ ଇତ୍ୟାଦିକୁ ଏଠାରେ ଗୁରୁତ୍ୱ ଦିଆଯିବା ଫଳରେ ଏ ଦେଶର ସବୁ ଯେ ପ୍ରଗତିର ପରିପନ୍ଥୀ, ଗତାନୁଗତିକ ଏଇଭଳି ଏକ ବିଶ୍ୱାସ ଶିକ୍ଷିତ ମହଲରେ ପ୍ରଚାରିତ ହେଲା। ଭଲ ହେଉ ବା ମନ୍ଦ ହେଉ, ଅନ୍ୟର ଚାକଚକ୍ୟ ସହଜରେ ମଣିଷକୁ ଆକୃଷ୍ଟ କରେ। ପ୍ରଗତିର ନାମରେ ଭାରତରେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ପର୍ବ ଆରମ୍ଭ ହୋଇଗଲା ସେ ପଞ୍ଚମ ଦଶକରୁ। ଆଜି ଯେଉଁମାନେ ଏହି ଅନ୍ଧ ଅନୁକରଣ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି, ଭାଗ୍ୟର ବିଡ଼ମ୍ବନା ଯେ ସେଦିନ ସେଇମାନେ ହିଁ ଏହାକୁ ନିମନ୍ତ୍ରଣ କରି ଆଣିଥିଲେ, ତାକୁ ବାଟ ଦେଖାଇ ଦେଇଥିଲେ। ବର୍ତ୍ତମାନ ତ ସେଇ ପ୍ରଶସ୍ତ ପଥରେ ସେଇ ସଂସ୍କୃତିର ସୁଅ ଛୁଟିଛି। ଶୟନ କକ୍ଷ ପର୍ଯ୍ୟନ୍ତ ତାର ଅବାଧ ଗତି। ଏବେ ଆଉ ପ୍ରତିବାଦର କୌଣସି ଅର୍ଥ ହୁଏ ନାହିଁ। ପରମ୍ପରା ଆଉ ପ୍ରଗତିର ସଦ୍ୟ ସୃଷ୍ଟ ଦ୍ୱନ୍ଦ୍ୱ ସେଦିନ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟତା ସୃଷ୍ଟି କରିଥିଲା। କାବ୍ୟ, କବିତା, ନାଟକ, ଉପନ୍ୟାସ କ୍ଷେତ୍ରରେ ଅଚିରେ ଏହି ଶୂନ୍ୟତାକୁ ପୂରଣ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା। କାବ୍ୟ କବିତା କ୍ଷେତ୍ରରେ ଏହାର ପ୍ରୟୋଗ ପ୍ରଥମେ ହେଲା, ଅନୁକୂଳ ଆଲୋଚନା ହେଲା, ସ୍ୱୀକୃତି ମିଳିଲା, କ୍ରମଶଃ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଆଡ଼କୁ ଏହା ପ୍ରସାରିତ ହେଲା। ନାଟକ କ୍ଷେତ୍ରରେ ଏହାର ପ୍ରଥମ ପ୍ରୟୋଗକର୍ତ୍ତା ହେଉଛନ୍ତି ମନୋରଞ୍ଜନ ଦାସ। ଶ୍ରୀ ଦାସ ପ୍ରଥମେ ବ୍ୟବସାୟିକ ମଞ୍ଚ ନିମନ୍ତେ ନାଟକ ଲେଖିଥିଲେ। ଓଡ଼ିଶା ଥିଏଟର୍ସରେ ତାଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାଟକ ମଞ୍ଚସ୍ଥ ହୋଇଥିଲା। ସେ କାଳରେ ଏହା କିଛି କମ୍ ସମ୍ମାନଜନକ ବ୍ୟାପାର ନଥିଲା। ତାପରେ ସେ ଅନ୍ନପୂର୍ଣ୍ଣା ମଞ୍ଚ ପାଇଁ ଯୌବନ ଓ ବକ୍ସି ଜଗବନ୍ଧୁ ନାଟକ ମଧ୍ୟ ଲେଖିଲେ। ବକ୍ସି ଜଗବନ୍ଧୁ ନାଟକର ମଞ୍ଚ ସଫଳତା ଯେ କୌଣସି ନାଟ୍ୟକାର ପାଇଁ ଗର୍ବର ବିଷୟ, ମାତ୍ର ଏ ସବୁଥିରେ ତାଙ୍କର ମନ ଭରୁ ନଥିଲା। ମନୋରଞ୍ଜନଙ୍କ ଦୂରଦୃଷ୍ଟି ଥିଲା। ପାରମ୍ପରିକ ନାଟକର ଯୁଗ ଯେ ଶେଷ ହୋଇ ଆସୁଛି, ଲୋକ ରୁଚିର ଦ୍ରୁତ ପରିବର୍ତ୍ତନକୁ ଦେଖି ସେ ଭଲ ଭାବରେ ବୁଝିପାରିଥିଲେ। ବିଶେଷ କରି ପାଶ୍ଚାତ୍ୟ ଶିକ୍ଷାର ଦ୍ରୁତ ପ୍ରସାର ଯେଉଁ ନୂତନ ଗୋଷ୍ଠୀର ସୃଷ୍ଟି କରିବ, ସେମାନେ କେବେ ହେଲେ ଆଉ ଏଇ ମଧ୍ୟବିତ୍ତ ପରିବାରର ଅଶ୍ରୁପୁଲକ ରୋମାଞ୍ଚର କାହାଣୀ, ଗୋଟାଏ ଦରିଦ୍ର କଳାକାର ବା କିରାଣୀ ପରିବାରର ଜୀବନ କାହାଣୀକୁ ନେଇ ସନ୍ତୁଷ୍ଟ ରହିବେ ନାହିଁ। ଦାରିଦ୍ର୍ୟ, କ୍ଷୁଧା, ବେକାରୀ, ଯୌତୁକ, କୁସଂସ୍କାର, ଅନ୍ଧବିଶ୍ୱାସ ଏସବୁକୁ ନେଇ ନାଟକ ଲେଖି ସେ ଆଉ ସଂଖ୍ୟା ବଢ଼ାଇବାକୁ ଚାହିଁଲେ ନାହିଁ। ଏସବୁ ଜଣା ବାଟ, ସମସ୍ତେ ଯାଉଛନ୍ତି। ଅଜଣା ବାଟରେ ଚାଲିବାର ଯେଉଁ ରୋମାଞ୍ଚ, ତାହା ସେଥିରେ ନାହିଁ। ତେଣୁ ସେ ବାହାରିଲେ ନୂତନ ଚାରଣ ଭୂମିର ସନ୍ଧାନରେ। ଠିକଣା ମଧ୍ୟ ଶୀଘ୍ର ମିଳିଗଲା। ଯେଉଁ ସବୁ ସମସ୍ୟାକୁ ନେଇ ଏ ଦେଶରେ ସାହିତ୍ୟ ସୃଷ୍ଟି ହେଇଛି, ତା ବାହାରେ ମଧ୍ୟ ପ୍ରଚୁର ସମସ୍ୟା ମଣିଷର ରହିଛି। ଏ ଦେଶରେ ସେଗୁଡ଼ାକୁ ଟାବୁ ଆଖ୍ୟା ଦିଆଯାଇ ଏଡ଼ାଇ ଦିଆଯାଉଛି, କିମ୍ବା ସେଗୁଡ଼ିକ ଏବେ ମଧ୍ୟ ଏ ଦେଶରେ ସମସ୍ୟା ପର୍ଯ୍ୟାୟକୁ ଉନ୍ନୀତ ହୋଇନାହିଁ।
ମାତ୍ର ଦେଶ ଯେଉଁ ବାଟରେ ଚାଲିବାକୁ ଆରମ୍ଭ କରିଛି, ଅଚିରେ ସେସବୁ ଏଠାକୁ ଆସିଯିବ। ସାହିତ୍ୟିକ ହେଉଛି ଦ୍ରଷ୍ଟା, ଭବିଷ୍ୟତ ବକ୍ତା ନ ହୋଇ ମଧ୍ୟ ସେ ଏହାକୁ ଦେଖିପାରେ, ବିଶ୍ଳେଷଣ କରିପାରେ। ସେଦିନ ମନୋରଞ୍ଜନ ଏହି କାମଟିକୁ ନିଜେ କରିବେ ବୋଲି ସ୍ଥିର କରିଥିଲେ। ତାଙ୍କର ଦର୍ଶନ ଯେ ସତ୍ୟ ହୋଇଛି, ଏହା ନ କହିଲେ ମଧ୍ୟ ଚଳିବ। ପରମ୍ପରାକୁ ଭାଙ୍ଗି ତା ସ୍ଥାନରେ ଏକ ନୂତନ ପରମ୍ପରା ଠିଆ କରିବା ବଡ଼ ସହଜ କଥା ନୁହେଁ। ଏଥିପାଇଁ ପ୍ରଥମେ ପ୍ରତିବାଦ, ନିନ୍ଦା ଏବଂ ଅପମାନର ଯେଉଁ ଝଡ଼ ଉଠିବ, ତାକୁ ସହ୍ୟ କରିବାରେ ପ୍ରଚଣ୍ଡ ମାନସିକ ସାମର୍ଥ୍ୟ ଥିବା ଆବଶ୍ୟକ। ମନୋରଞ୍ଜନଙ୍କର ସେ ଶକ୍ତି ନିଶ୍ଚୟ ଥିଲା। ତାଙ୍କର ଆଉ ଗୋଟିଏ ସୁବିଧା ହେଲା, ତାହା ହେଉଛି ଯେ ପ୍ରଗତି ପଥରେ ଚାଲିବାକୁ ଆରମ୍ଭ କରିବା ପୂର୍ବରୁ ସେ ପରମ୍ପରା ଭିତରେ ବଢ଼ି ନିଜ ଶକ୍ତି ଓ ସାମର୍ଥ୍ୟର ପରିଚୟ ଦେଇ ସାରିଥିଲେ। ତେଣୁ 1950ରେ ସେ ଯେତେବେଳେ ଚିରକାଳ ପାଇଁ ବ୍ୟବସାୟୀ ମଞ୍ଚ ସହ ନିଜର ସମ୍ପର୍କ ଛିନ୍ନ କରି ବାହାରି ଆସିଲେ, ସେତେବେଳେ ନୂଆ ରୂପରେ ତାଙ୍କୁ ଦେଖିବାର ପ୍ରତ୍ୟାଶା ଅନେକଙ୍କର ଥିବା ମନୋରଞ୍ଜନ ସେମାନଙ୍କୁ ନିରାଶ କରିନାହାନ୍ତି। ସେ ସମୟରେ ତାଙ୍କୁ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ନିମନ୍ତେ ବିଶେଷ କୌଣସି ପ୍ରତିକୂଳତାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ମଧ୍ୟ କୁହାଯାଇ ପାରୁନାହିଁ। ନୂଆ କିଛି ଗ୍ରହଣ କରିନେବା ପାଇଁ ଦର୍ଶକ ବ୍ୟାକୁଳ ଥିଲେ। ସମୟ ଭିତରେ ପାଶ୍ଚାତ୍ୟ ସଂସ୍କୃତିର ସୁରଭି ଖେଳି ବୁଲୁଥିଲା। ଶ୍ରୀ ଦାସ ତାହାର ସୁଯୋଗ ନେଇଛନ୍ତି ମାତ୍ର। ମନୋରଞ୍ଜନ ଓଡ଼ିଆ ନାଟକରୁ ନୂଆ ରୂପରେ ଗଢ଼ିଲେ। ନାଟକର ଫର୍ମ ବଦଳିଲା, କଣ୍ଟେଣ୍ଟ ମଧ୍ୟ କିଛିଟା ବଦଳିଲା। ପ୍ରେରଣା ଆସିଲା ଯଥାରୀତି ସାଗର ପାରିରୁ। ଏକ ବିସ୍ତୃତ ଅଭିନବ ପଟଭୂମିରେ ଏହାର ସୃଷ୍ଟି ସୌନ୍ଦର୍ଯ୍ୟ ପରିକଳ୍ପିତ ହେଲା। ମନୋରଞ୍ଜନ ସ୍ୱୀକାର କଲେ, ନିର୍ଦ୍ଦିଷ୍ଟ ଭାବରେ ଏହି ନାଟକ ଗୁଡ଼ିକରେ ଓଡ଼ିଆ ସମାଜର ପୃଷ୍ଠଭୂମି ଗ୍ରହଣ କରାଯାଇନି। ଏଗୁଡ଼ିକ ୟୁନିଭର୍ସାଲ ପୃଷ୍ଠଭୂମି ଉପରେ ରଚନା କରାଯାଇଛି। ତେଣୁ ଏହି ନାଟକ ଗୁଡ଼ିକର ଚରିତ୍ର ପୃଥିବୀର ଯେ କୌଣସି ଦେଶର ହୋଇପାରନ୍ତି କିମ୍ବା ଓଡ଼ିଶାର ମଧ୍ୟ ହୋଇପାରନ୍ତି। ଏହି ନାଟକ ଗୁଡ଼ିକ ମୁଖ୍ୟତଃ, ଯାହା ଆଗରୁ କହିଛି, ସମଗ୍ର ମାନବ ସମ୍ପର୍କରେ ସେମାନଙ୍କ ବକ୍ତବ୍ୟ କହିଛନ୍ତି। ନାଟକକୁ ଓଡ଼ିଶାର ସଂକୀର୍ଣ୍ଣ ସୀମା ବାହାରକୁ ନେଇଯାଇ ସମଗ୍ର ବିଶ୍ୱର ଖୋଲା ଆକାଶ ତଳେ ଛାଡ଼ିଦେବାର କାମନାରୁ ଏହି ପ୍ରୟାସର ସୃଷ୍ଟି। ମଣିଷ ଆଚରଣ ଏବଂ ମାନସିକତା ଦୃଷ୍ଟିରୁ କୌଣସି ଦେଶର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ନୁହେଁ। ମଣିଷର ପରିଚୟ ମଣିଷ ନିଜେ। ପରିବେଶ, ଅର୍ଥନୈତିକ ଅବସ୍ଥା, ଶିକ୍ଷା ଦୀକ୍ଷା ମଣିଷର ଅବଚେତନ, ତାର ଦୃଷ୍ଟି ଓ ଦର୍ଶନ, ରୁଚି ଓ ରିବାଜ ଗଠନରେ ସହାୟକ ହୋଇଥାଏ। ମନୋରଞ୍ଜନ ତେଣୁ ସେ ଦେଶର ମୁକ୍ତ ବ୍ୟକ୍ତିକୈନ୍ଦ୍ରିକ ମଣିଷକୁ ଏ ଦେଶରେ ଦେଖିଲେ ସେଇ 1950ରେ। ସେତେବେଳେ ମୂଲ୍ୟବୋଧ ପ୍ରତି ତଥାପି ଏ ଦେଶର ଲୋକମାନଙ୍କ ମନରେ କୌଣସି ସନ୍ଦେହ ସୃଷ୍ଟି ହୋଇନାହିଁ। ସେତିକି ବେଳେ ମନୋରଞ୍ଜନଙ୍କ ଚରିତ୍ର କ୍ଷମତା ଲିପ୍ସାର ବେଦୀରେ ଅର୍ପଣ କରିଦେଲା ନିଜର ଏକ ମାତ୍ର ଆତ୍ମଜାକୁ, ଯାହାକୁ ସେତେବେଳେ ବିଶ୍ୱାସ କରିବା ଭାରି କଷ୍ଟ ହେଉଥିଲା। ମାତ୍ର ତାର 15 ବର୍ଷ ପରେ ମନୋରଞ୍ଜନଙ୍କ ଚରିତ୍ର ଯେତେବେଳେ ଘୋଷଣା କଲା, ଆଗେଇ ଯିବାକୁ ହେଲେ ପ୍ରଥମେ ନିଜ କଥା ଦେଖ, ପ୍ରଥମେ ନିଜେ, ତାପରେ ଅନ୍ୟମାନେ। ଅବଶ୍ୟ ପରିବାରକୁ ଛାଡ଼ି ଦେଇ ହବନି, ସେମାନଙ୍କ କଥା ବି ଚିନ୍ତା କରିବାକୁ ହେବ, କିନ୍ତୁ ସବୁ କଥା ଭିତରେ ନିଜ କଥାଟି ଭୁଲିଗଲେ ଚଳିବ ନାହିଁ। ଫାର୍ଷ୍ଟ ୟୋର ସେଲ୍ଫ, ସେକେଣ୍ଡ ୟୋର ସେଲ୍ଫ ଆଣ୍ଡ ଲାଷ୍ଟ ୟୋର ସେଲ୍ଫ। ଯଦି ଏହି ନୀତି କଥାଟି ମନେ ରହେ, ଦେଖିବ କେମିତି ଧୀରେ ଧୀରେ ଅଚେତ ନିଶ୍ଚିତ ଭାବରେ ଆଗେଇ ଯାଉଛ। ହଜାରେ କଥାରେ ଗୋଟିଏ କଥା, ସମ୍ପୂର୍ଣ୍ଣ ସତ୍ୟ। ମନୋରଞ୍ଜନଙ୍କ ଅନୁଭୂତି କରି ତାର ନିର୍ଯାସ ରୂପେ ବାହାର ଆସିଛି ଚଳିତ ସମୟର ନିରାଟ ବାସ୍ତବ ସତ୍ୟ। ପାରମ୍ପରିକ ସମାଜର ରୂପ ବଦଳି ଯାଉଥିଲା। ଶିଳ୍ପ ସଂସ୍କୃତିର ବ୍ୟାପକ ପ୍ରସାର ଏ ଦେଶରେ ଅନ୍ତର୍ମୁଖୀ ଆତ୍ମସଚେତନ ଏକ ଗୋଷ୍ଠୀର ସୃଷ୍ଟି କରୁଥିଲା। ଶିଳ୍ପ ସଭ୍ୟତାର ଏହା ହିଁ ରୀତି। ଏହା ଅହରହ ଅସୁରକ୍ଷା ଚିନ୍ତାରେ ମଣିଷକୁ ପୀଡ଼ିତ କରେ। ଶଙ୍କା, ସନ୍ଦେହ, ବ୍ୟାକୁଳତା ଭିତରେ ମଣିଷର ପ୍ରତ୍ୟେକଟି ମୁହୂର୍ତ୍ତ ଗଟେ। ସେତେବେଳେ ନିଜ ଛଡ଼ା ଅନ୍ୟ କାହାରି ଚିନ୍ତା କରିବାକୁ ତାର ସମୟ ନଥାଏ। ମନୋରଞ୍ଜନ ତ ପରିବାର କଥା ଏଥିରେ ଯୋଗ କରିଛନ୍ତି, ଯାହା ତାଙ୍କର ଭାରତୀୟ ଦୃଷ୍ଟିକୋଣର ପରିଚାୟକ। ମାତ୍ର ଯେଉଁଠି ବ୍ୟକ୍ତି ସ୍ୱାର୍ଥ ସହିତ ପାରିବାରିକ ସ୍ୱାର୍ଥର ସଂଘର୍ଷ ହୁଏ, ସେଠାରେ ନିର୍ଦ୍ୱନ୍ଦ୍ୱରେ ପରିବାରକୁ ମଧ୍ୟ ବିସର୍ଜନ ଦେଇ ଦିଆଯାଏ। ବ୍ୟକ୍ତିକୈନ୍ଦ୍ରିକତାର ଏହା ହିଁ ହେଉଛି ଯଥାର୍ଥ ରୂପ। ମହାନାଗର ବୋଧ ଏବଂ ଗତିଶୀଳତାର କଲ୍ୟାଣରୁ ଏହି ରୀତିର ଦ୍ରୁତ ପ୍ରସାର ଘଟିଛି। ଆମ ପରମ୍ପରା ଯେତେବେଳେ ଘୋଷଣା କରୁଛି ଆତ୍ମାର୍ଥାଂ ପୃଥିବୀଂ ତ୍ୟଜେତ୍, ତାହା ମଧ୍ୟ ମୋଟାମୋଟି ସେଇ କଥା କହୁଛି। ତେବେ ଭାରତ ପାଇଁ ଦିନେ ଥିଲା ଏହା ବ୍ୟତିକ୍ରମ। ବର୍ତ୍ତମାନ ଏହି ଦର୍ଶନକୁ ଅସ୍ୱୀକାର କରିବାର ଉପାୟ ନାହିଁ। ନିରୀଶ୍ୱର ବାଦିତା ଥିଲା ଏହା ଏହି ଆଦୃତ ନବନାଟ୍ୟ ଧାରାର ଏକ ବିଶେଷ ଦିଗ।
ବହୁ କାଳ ପୂର୍ବରୁ ସେ ଦେଶରେ ଈଶ୍ୱରଙ୍କର ମୃତ୍ୟୁ ଘୋଷଣା କରାଯାଇ ସାରିଥିଲା। ନିତ୍ସେଙ୍କ ଦ୍ୱାରା ବହୁ ବ୍ୟବହାରରେ ଈଶ୍ୱରଙ୍କ ନାମ ଘୋଷରା ହୋଇଯାଇଥିବାରୁ ଏହା କାର୍ଯ୍ୟକ୍ଷମ ନୁହେଁ ବୋଲି ମଧ୍ୟ କୁହାଯାଇଥିଲା। ଏହା ହେଉଛି ସେ ଦେଶର ନାଟ୍ୟଧାରାର ଏକ ସାଧାରଣ ପ୍ରବୃତ୍ତି। ତେବେ ଅସାଧାରଣ କଥାଟି ହେଉଛି ସେ ଦେଶର ସର୍ବାଧୁନିକ ନାଟ୍ୟଧାରାର ନାଟ୍ୟକାରମାନେ ମଧ୍ୟ ଏ ବିଷୟରେ ନିଃସଂଶୟ ନଥିଲେ। ବିଶ୍ୱାସ ଆଉ ଅବିଶ୍ୱାସର ଦୋଳାରେ ଝୁଲିବା ଥିଲା ଏକ ସାଧାରଣ ବ୍ୟାପାର। ଓଡ଼ିଶାକୁ ମଧ୍ୟ ଏଇ ରୀତିଟି ଆସିଲା। ସେ ଦେଶରେ ଯାହା ଥିଲା ଏକ ଅନୁଭବ, ଏଠାରେ ତାହା ହେଲା ଏକ ଫ୍ୟାସନ। ଈଶ୍ୱର ବିଶ୍ୱାସ ଏଠାରେ ରକ୍ତରେ, ପାଟି କଥାରେ ତାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ଜୀବନ ଏଠାରେ କେବଳ ଏକ ବାୟୋଲୋଜିକାଲ ନେସେସିଟି ନୁହେଁ, ତା ପାଇଁ ପ୍ରାରବ୍ଧ ଅଛି, ଆତ୍ମା ପରମାତ୍ମା ଅଛନ୍ତି। ତେଣୁ ମଣିଷର ଯାବତୀୟ ଦୁର୍ଭୋଗର ଭିତରେ ପ୍ରତିକାର ପାଇଁ ତାଙ୍କ ନିକଟରେ କେବଳ ଅନୁଯୋଗ କରାଯାଏ, ଅଭିଯୋଗ ନୁହେଁ। ଜୀବନକୁ ଦେଖାଯାଏ ଏକ ପବିତ୍ର ଶାଶ୍ୱତ ସ୍ରଷ୍ଟାଙ୍କର ଅମୂଲ୍ୟ ଦାନ ରୂପରେ। ତେଣୁ ମଣିଷ ହୁଏ ଅମୃତସ୍ୟ ପୁତ୍ରଃ, ମୃତ୍ୟୁ ହୁଏ ଶ୍ୟାମତୁଲ୍ୟ ବର୍ଣ୍ୟ। ଏ ମାନସିକତାର ଯେ ପରିବର୍ତ୍ତନ ହୋଇନାହିଁ ଏହା ନୁହେଁ, ତେବେ ସେ ବ୍ୟତିକ୍ରମ। ଓଡ଼ିଶାରେ ମଧ୍ୟ ଅବସ୍ଥା ସେଇଆ। ତେଣୁ ମନୋରଞ୍ଜନଙ୍କ ଚରିତ୍ର ଘୋଷଣା କରେ ଭଗବାନଙ୍କୁ ବିଶ୍ୱାସ କରେନା, ତଥାପି ତାଙ୍କୁ ଡାକେ ଏବଂ ସେଥିରେ ପୁଣି ସଂଶୋଧନୀଟିଏ ଯୋଡ଼େ। ଅବିଶ୍ୱାସ ବି କରେନା। ଏହି ସଂଶୟ ଆଉ ଦ୍ୱନ୍ଦ୍ୱ, ଏହାରି ଭିତରୁ ଫୁଟି ବାହାରି ଆସୁଛି ଭାରତୀୟ ଯୁବଗୋଷ୍ଠୀର ଯଥାର୍ଥ ମାନସିକତା। ମନର ଉପର ସ୍ତରରେ ରହିଛି ସଂଶୟ, ମାତ୍ର ଭିତରକୁ ଉଖାରି ଦେଲେ ତହିଁରୁ ବାହାରି ଆସୁଛି କେବଳ ବିଶ୍ୱାସ, ଆସ୍ଥା ଆଉ ପ୍ରତ୍ୟୟ। ଏଇ ଗୋଟିଏ କଥାରୁ ଜଣାପଡ଼େ ଏ ଦେଶର ନବନାଟ୍ୟ ଧାରାର ଗତି ଓ ପ୍ରକୃତି। ଏହାର ବହିରଙ୍ଗଟି ସାଗର ପାରିର ହେଲେ ବି ଅନ୍ତର ଭିତରେ ଏ ଦେଶର ଶାଶ୍ୱତ ଚେତନାଟି ଦୃଢ଼ ଆସନ ଜମାଇ ବସି ରହିଛି। ଧର୍ମ ଆଉ ଈଶ୍ୱର ଏ ଦେଶରେ ଛନ୍ଦାଛନ୍ଦି ହୋଇ ରହିଛନ୍ତି। ସେଥିରୁ ଆସୁଛି ପାପ ପୁଣ୍ୟର ଅବବୋଧ। ଏ ବିଷୟରେ କିନ୍ତୁ ଶ୍ରୀ ଦାସଙ୍କ ମନ୍ତବ୍ୟ ଅତି ଶାଣିତ। ସେ ପାପରେ ବିଶ୍ୱାସ କରନ୍ତି ନାହିଁ, ପୁଣ୍ୟରେ ମଧ୍ୟ ନୁହେଁ, କାରଣ ଏହା ମଣିଷ ଗଢ଼ିଛି ଏବଂ ପ୍ରୟୋଜନ ହେଲେ ଭାଙ୍ଗି ମଧ୍ୟ ଦେଇପାରେ। ଅତି ସତ କଥା, ସମାଜର ମଙ୍ଗଳ ପାଇଁ ଏହା ମଣିଷ ତିଆରି ଏକ ଚମତ୍କାର ନିୟମ। ଶାସ୍ତ୍ର ପୁରାଣରେ ଉଭୟ ମଧ୍ୟରେ ଏକ ନିୟନ୍ତ୍ରିତ ସୀମାରେଖା ମଧ୍ୟ ରହିଛି। ଦରକାର ହେଲେ ମଣିଷ ତାକୁ ଅତିକ୍ରମ ମଧ୍ୟ କରିଛି ସେ ଶାସ୍ତ୍ରୀୟ ସମର୍ଥନରେ। ମାତ୍ର ଏ ବିଷୟରେ ମଧ୍ୟ ମନୋରଞ୍ଜନ ନିଃସଂଶୟ ହୋଇପାରୁନାହାନ୍ତି। ଅନ୍ୟତ୍ର କହିବାକୁ ପଡୁଛି, ପାପ ପୁଣ୍ୟ ମଣିଷ ମନର କଳ୍ପନା ହୋଇପାରେ, କିନ୍ତୁ ମଣିଷର ମନକୁ ଫାଙ୍କି ଦେବାର ବାଟ ନାହିଁ। ମନର ଅଗୋଚର କିଛି ନଥାଏ। ସେଇଠି ଧରାପଡ଼େ ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, ନୀତି ଅନୀତିର ପାର୍ଥକ୍ୟ। ସେଠି ଅନ୍ୟ କିଛି ସମ୍ଭାବନା ମଧ୍ୟ ନଥାଏ। ମଣିଷ ମାତ୍ରକେ ସୁବିଧାବାଦୀ ଏବଂ ନିଷିଦ୍ଧ ଇଲାକାକୁ ଉଙ୍କି ମାରି ଚାହିଁବା ହେଉଛି ତାହାର ଏକ ସହଜାତ ପ୍ରବୃତ୍ତି। ଜ୍ଞାନୀ ଗୁଣୀ ପଣ୍ଡିତମାନେ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ପ୍ରବୃତ୍ତିର ଅପାରତମ୍ୟ ପଥ ମଣିଷକୁ ଆକର୍ଷଣ କରେ, ପ୍ରଲୋଭନ ଦେଖାଏ। ସେଥିରୁ ଦୂରେଇ ରହିବା ମଣିଷ ପକ୍ଷରେ ସମ୍ଭବ ହୁଏ ନାହିଁ। ସେ ମନ୍ତ୍ରମୁଗ୍ଧ ଭଳି ସେଇ ବାଟରେ ଯାଏ ଏବଂ ଏଥିପାଇଁ ପରେ ଅନୁତାପ କରେ। ଭଗବାନଙ୍କୁ ଡାକେ, ପୁଣ୍ୟର ଇଲାକା ଭିତରକୁ ଫେରି ଆସିବାକୁ ଉଦ୍ୟମ ମଧ୍ୟ କରେ। ଏଠି ମଧ୍ୟ ସେଇ ସଂଶୟ। ଏହାକୁ ଦୂର କରିବା ନିମନ୍ତେ ଏ ଦେଶର ଏତେ ଶାସ୍ତ୍ର, ପୁରାଣ, ମନୋରଞ୍ଜନଙ୍କ ସମସ୍ତ ଚରିତ୍ର ଏଇ ପରମ୍ପରାର ପ୍ରସ୍ତୁତି। ମନତଳର ମନ ସେମାନଙ୍କର ଏ ପରମ୍ପରା ଭିତରୁ ମୁକୁଳି ପାରିନାହିଁ, ପାରିବା ସମ୍ଭବ ମଧ୍ୟ ନୁହେଁ। କାରଣ ଜଣେ ଚାର୍ବାକ ଏ ଦେଶରେ ଦୃଢ଼ ଆଧ୍ୟାତ୍ମିକତାକୁ ନଷ୍ଟ କରିପାରନ୍ତି ନାହିଁ। ଜୀବନ ଗଢ଼ି ଚାଲେ ତାର ଶଗଡ଼ ଗୁଳାରେ, ଅନ୍ତତଃ ଏ ଦୃଷ୍ଟିରୁ। ଆଧୁନିକ ମଣିଷ କୋଟ ପ୍ୟାଣ୍ଟ ପିନ୍ଧେ, ବେକରେ ଟାଇ ଭିଡ଼େ। ଘରକୁ ଫେରିଲେ ସେ ସବୁ ବିଦାୟ ଦେଇ ଭାରମୁକ୍ତ ହୁଏ। ଅବିଶ୍ୱାସ ତା ପାଇଁ ସେଇଭଳି ଏକ ବହିରାବଣ, ଏକ ନିର୍ମୋକ। ତାହାକୁ ବାହାର କରିନେଲେ ମଣିଷର ପ୍ରକୃତ ରୂପଟି ପ୍ରକାଶିତ ହୁଏ। ମନୋରଞ୍ଜନ କହୁଛନ୍ତି ଏକ ସଂଶୟବାଦୀ ଆଧୁନିକ ମଣିଷଙ୍କ କଥା। ବାହାରେ ଏମାନଙ୍କର ଗୋଟିଏ ରୂପ, ଭିତରେ ତାର ବିପରୀତ। ଏମାନେ ହେଉଛନ୍ତି ଆଧୁନିକ ସଭ୍ୟତାର ଅବଦାନ। ମୋଟାମୋଟି ଭାବରେ ତେଣୁ କୁହାଯାଇପାରେ ଯେ ଈଶ୍ୱର ବିଶ୍ୱାସ ଠାରୁ ମଣିଷ ଯେତେ ଦୂରେଇ ଯାଉଛି, ତାର ଆତ୍ମକୈନ୍ଦ୍ରିକତା, ଅନ୍ତର୍ମୁଖୀନତା ଏବଂ ନିସଙ୍ଗତା ସେତେ ବଢି ବଢି ଯାଉଛି। ଏମାନଙ୍କ ଜୀବନ ଦର୍ଶନକୁ ଦିନେ ସନ୍ଦେହ ଚକ୍ଷୁରେ ଦେଖାଯାଉଥିଲା, ବର୍ତ୍ତମାନ କିନ୍ତୁ ଏମାନେ ଆମ ସମାଜ ଜୀବନର ପ୍ରମୁଖ ସ୍ଥାନ ଅଧିକାର କରି ବସିଛନ୍ତି। ମନୋରଞ୍ଜନ ଯେତେବେଳେ 50 ଦଶକରେ ସୂର୍ଯ୍ୟନାରାୟଣ ଚରିତ୍ର ଉପସ୍ଥାପନ କଲେ, ସେତେବେଳେ ତାଙ୍କୁ ଅପରିଚିତ ମନେ ହେଉଥିଲା। ମାତ୍ର 3 ଦଶକର ବ୍ୟବଧାନରେ ଯେତେବେଳେ ଆମେ ଗୌରମୋହନଙ୍କୁ ଦେଖିଲୁ,
ତାଙ୍କୁ ଅବିଶ୍ୱାସ କରିବାର ଆଉ କୌଣସି କାରଣ ରହିଲା ନାହିଁ। ସେ ହେଲେ ଏ ଦେଶର ଭୋଗବାଦୀ ସଂସ୍କୃତିର ଜଣେ ବିଶ୍ୱସ୍ତ ପ୍ରତିନିଧି। ପରିବର୍ତ୍ତନ ପାଇଁ ସେଦିନ ମନୋରଞ୍ଜନ ଜଣା ବାଟ ଛାଡ଼ି ଅଜଣା ବାଟ ଖୋଜିଥିଲେ। ଏହାକୁ କୁହାଯାଏ ବିପ୍ଳବ ବା ଦ୍ରଷ୍ଟା ଓ ସ୍ରଷ୍ଟା ମାନେ ଯୁଗେ ଯୁଗେ ଏହା କରି ଆସିଛନ୍ତି। ସମୟ ସହିତ ତାଳ ଦେଇ ନ ଚାଲିଲେ ସମୟର ଆଗେ ଆଗେ ଚାଲିବା ହେଉଛି ସେମାନଙ୍କର ପ୍ରକୃତି। ପରିବର୍ତ୍ତନର ଯଥାର୍ଥ ସମ୍ପର୍କରେ ସୂଚନା ଦେଇ ମନୋରଞ୍ଜନ କହିଲେ, ଚାରିଆଡ଼େ ଆଜି ତେଣୁ ଅନୁଭୂତ ହେଉଛି ନାଟକର ଗତିପଥ ନ ବଦଳାଇଲେ ନାଟକ ହୁଏତ ଆଉ ବଞ୍ଚି ରହିବ ନାହିଁ। ତେଣୁ ସମଗ୍ର ବିଶ୍ୱରେ ଆଜି ନାଟକକୁ ବଞ୍ଚେଇ ରଖିବା ଲାଗି ଚାଲିଛି ପ୍ରବଳ ଉଦ୍ୟମ। ଏହି ପରିପ୍ରେକ୍ଷୀରେ ଏ ଯୁଗର କୌଣସି ନାଟ୍ୟକାର ଅତୀତର ଶଗଡ଼ଗୁଳା ଉପରେ ଏକ ଦିଗ୍ଦର୍ଶୀ ହୋଇ ଚାଲିବାକୁ ଉଦ୍ୟମ କରିବା ହାସ୍ୟାସ୍ପଦ ବ୍ୟାପାର। ପରିଚିତ ପଥର ମୋନୋଟନି ଦୂର କରିବା ସହ ନାଟକକୁ ବଞ୍ଚାଇବା ପାଇଁ ସେଦିନ ମନୋରଞ୍ଜନଙ୍କ ନିସଙ୍ଗ ଯାତ୍ରା ଆରମ୍ଭ ହୋଇଥିଲା। ସେଥିରେ ସେ ସଫଳତା ପାଇଲେ କିମ୍ବା ନାହିଁ, ନାଟକର ଇତିହାସ ତାହା କହିବ। ତେବେ ନିଜ ଉଦ୍ୟମରେ ସେ ନାଟକ ପାଇଁ ଗୋଟିଏ ସ୍ୱତନ୍ତ୍ର ପରମ୍ପରା ଗଢ଼ିବାରେ ଯେ ସକ୍ଷମ ହୋଇଥିଲେ, ତାହା ସ୍ୱୀକାର କରିବାକୁ ଆମେ ବାଧ୍ୟ। ମନୋରଞ୍ଜନ ଖୋଜିଥିଲେ, ସେଥିରେ ଥିଲା ନୂତନ ଭୂଖଣ୍ଡ ଆବିଷ୍କାର ନିମନ୍ତେ ଆନ୍ତରିକ ଉଦ୍ୟମ। କଲମ୍ବସ୍ ମଧ୍ୟ ଦିନେ ଏହି ଲକ୍ଷ୍ୟ ନେଇ ଭାରତ ଆବିଷ୍କାର ନିମନ୍ତେ ବାହାରିଥିଲେ, ମାତ୍ର ପହଞ୍ଚିଗଲେ ଆମେରିକାରେ। ନୂତନ ଭୂଖଣ୍ଡିତ ଆବିଷ୍କୃତ ହେଲା, ତାଙ୍କର ସ୍ୱପ୍ନ ବିଫଳ ହୋଇଛି ବୋଲି କୁହାଯାଇ ପାରିବ କି? ପରିବର୍ତ୍ତନ ନିମନ୍ତେ ପ୍ରଚେଷ୍ଟା ଯେ ନିତାନ୍ତ ଆକସ୍ମିକ ଏହା ନୁହେଁ। ବହୁ ଚିନ୍ତା ଭାବନା ପରେ ମନୋରଞ୍ଜନ ଏଭଳି ପଦକ୍ଷେପ ନେଇଥିଲେ। ସେ ବିଷୟରେ ଲେଖିଛନ୍ତି ମଧ୍ୟ। ସମସାମୟିକ ନାଟ୍ୟ ଜଗତରେ ଆଧୁନିକ ନାଟକର ଆଭିମୁଖ୍ୟ ବଦଳି ଯାଇଛି। ଗୋଟିଏ ସିଧାସଳଖ ଗଳ୍ପ ବା କଥାବସ୍ତୁର ସଂଳାପ ଯୋଡ଼ିଦେଲେ ଏବେ ଆଉ ତାହା ଆଧୁନିକ ନାଟକର ଆବଶ୍ୟକତା ପୂରଣ କରିପାରୁନାହିଁ। କୌଣସି ଏକ କଥା ବସ୍ତୁର ପଟ୍ଟଭୂମି ଉପରେ ଘଟଣା ବା ସମସ୍ୟାର ସୂକ୍ଷ୍ମ ବ୍ୟାଖ୍ୟା ଓ ବିଶ୍ଳେଷଣ ନାଟକର ଅପରିହାର୍ଯ୍ୟ ଅଙ୍ଗ ରୂପେ ଏବେ ଦେଖାଯାଇଛି। ସେଥିପାଇଁ ଯଦି ନାଟକର ଗତାନୁଗତିକ ପଦ୍ଧତି ଯଥା ଗଳ୍ପାଂଶର ଧାରାବାହିକ ଗତି, କ୍ରମିକ ଦୃଶ୍ୟ ସଜ୍ଜାର ଆବଶ୍ୟକତା, ସଂଳାପଗତ ଧାରା, କ୍ଲାଇମାକ୍ସ ଗଠନର ଅପରିହାର୍ଯ୍ୟତା, ସ୍ଥାନକାଳ ପାତ୍ରର ପ୍ରଚଳିତ ଚେତନା ପ୍ରଭୃତି ଧରାବନ୍ଧା ନିୟମ କାନୁନ ଗୁଡ଼ିକ ଭାଙ୍ଗି ଦେବାକୁ ପଡ଼େ କ୍ଷତି ନାହିଁ। ପରମ୍ପରା ଠାରୁ ଦୂରେଇ ଯିବା, ଓଡ଼ିଆ ନାଟକର ନୂତନ ରୂପ ଦେବା ନିମନ୍ତେ ମନୋରଞ୍ଜନ ପ୍ରଥମେ ଉଦ୍ୟମ କରନ୍ତି ଆଗାମୀ ଯାହା 1950 ମସିହାରେ ତିଆରି ହୋଇଥିଲା ସେହି ନାଟକରେ। ଧନ୍ୟବାଦ।